ରାସ୍ତା ମଝିରେ କାନ୍ଦି କାନ୍ଦି ଗଡ଼ି ଯାଉଛି ଝିଅ। ପାଟିରେ ଗୋଟିଏ କଥା, ମୋ ବାପା ଆଉ ଭାଇ କୁଆଡ଼େ ଗଲେ ତାଙ୍କୁ ଆଣ, ମୁଁ ଦେଖିବି। ବାପା ଆଉ ଭାଇ ଏକା ସାଙ୍ଗରେ ଏମିତି କୁଆଡ଼େ ଯାଇଛନ୍ତି କି, ଯେଉଁଥିପାଇଁ ଏମିତି କାନ୍ଦି କାନ୍ଦି ଗଡ଼ି ଯାଉଛି ଗୋଟେ ବାପର ଝିଅ ଆଉ ଗୋଟେ ଭାଇର ଭଉଣୀ। ହଁ ଆଜ୍ଞା, ତା ବାପା ଆଉ ଭାଇ ଏମିତି ଜାଗାକୁ ଚାଲି ଯାଇଛନ୍ତି ଯେ ସେଠୁ କେବଳ ସେ ବାପା କି ଭାଇ ନୁହେଁ ଆଜ୍ଞା, ଯିଏ ଯାଏ ଆଉ କେବେ ସେ ଜାଗାରୁ ଫେରେ ନା। ହଁ ଆଜ୍ଞା, ପୁଅର ମରିବା ଖବର ଶୁଣି ବାପା ବି ଏ ଦୁନିଆ ଛାଡ଼ି ଦେଇଛି। ଆଉ ବାପ ପୁଅକୁ ଏକାଠି ଗୋଟେ ଶୋଭାଯାତ୍ରାରେ ମଶାଣି ନେଲାବେଳେ ଏ ହୃଦୟ ବିଦାରକ ଦୃଶ୍ୟ ଯେମିତି ଛାତିକୁ ଚିରି ଦେଇ ଚାଲିଯାଉଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ଶାସନରେ ରୁହନ୍ତି ଅଭିମନ୍ୟୁ ମୁନିଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଆଉ ପୁଅ ଝିଅ ଚାରି ପ୍ରାଣୀ କୁଟୁମ୍ବ ଦୁଃଖେ କଷ୍ଟେ ଚଳି ଯାଉଥିଲେ ଆଜ୍ଞା। ଦିନେ ଖାଇଲେ ଦୁଇଓଳି ଉପାସ ରହିଯାଉଥିଲେ ସିନା, ହେଲେ କାହାକୁ ହାତ ପାତନ୍ତି ନାହିଁ। ହେଲେ କିଛି ଦିନ ତଳେ ଅଭିମନ୍ୟୁ ଝିଅର ବାହାଘର କରାଇ ଦେଇଥିଲେ। ଆଉ ଝିଅ ବାହାଘର ପାଇଁ ନିଜ ପାଖରେ ଥିବା ମୁଣ୍ଡ ଗୁଞ୍ଜିବା ପାଇଁ ସେଇ ଘର ଖଣ୍ଡିକ ବିକି ଦେଇଥିଲେ। ଆଉ ଏକ ଘର ଭଡ଼ା ନେଇ ସେଠାରେ ରହୁଥିଲେ। ହେଲେ ଘର ଚଳିବା ପାଇଁ ଗୋଟେ ବୋଲି ପୁଅକୁ ଦାଦନ ଖଟିବାକୁ ଗୁଜୁରାଟର ସୁରତ ଯିବାକୁ ପଡ଼ିଲା। ଘରେ ରୋଗିଣା ବାପାକୁ ବୁଢ଼ୀ ମା। ବାପାର ଦେହ ଅସୁସ୍ଥ ହେବାରୁ ବ୍ରହ୍ମପୁରରେ ବାପାଙ୍କ ଚିକିତ୍ସା ଚାଲୁଥିଲା। ଆଉ ପୁଅ ବାପାଙ୍କ ଦେହ କଥା ଶୁଣି ବାପାଙ୍କୁ ଦେଖା କରିବାକୁ ଟ୍ରେନ୍ରେ ଆସୁଥିଲା। ଆଉ ରାଜମେଣ୍ଡ୍ରି ପାଖରେ ଟ୍ରେନ୍ରୁ ଖସି ପୁଅର ମୃତ୍ୟୁ ହେବା କଥା ବାପା ଜାଣିବା ପରେ ସେହି ହସ୍ପିଟାଲରେ ବାପାର ଜୀବନ ଚାଲିଯାଇଥିଲା। ପାଖରେ ଥିବା ଡାକ୍ତର ବି କିଛି କରିପାରିନଥିଲେ। ପୁଅର ଯିବା ଦୁଃଖ ଏତେ କଷ୍ଟ ଥିଲା ଯେ ବାପା ସହିବା ତା ପାଇଁ କଷ୍ଟକର ଥିଲା। ଆଉ ବାପାର ଜୀବନ ଗଲା ପରେ ଏ ହେଉଛି ତା ପରର ଦୃଶ୍ୟ। ସ୍ତ୍ରୀ ନିଜ ସ୍ୱାମୀ ଆଉ ପୁଅକୁ ହରେଇ ମୁଣ୍ଡ ପିଟି ପିଟି କାନ୍ଦୁଛି, ତ ଭଉଣୀ ଭାଇ ଆଉ ବାପାଙ୍କୁ ହରେଇ ଛାତି ପିଟି ପିଟି କାନ୍ଦୁଛି। ଦର୍ଶକ ବନ୍ଧୁ, ବାପା ତ ବାପା ନା। ସେ ଥାଉ ଥାଉ ତା ଆଖି ଆଗରେ ନିଜ ଭେଣ୍ଡିଆ ପୁଅଟା ଚାଲିଯିବ, କେମିତି ବା ସହିଥାନ୍ତା। ଶେଷରେ ସେ ବି ତା ପୁଅ ପାଖକୁ ଚାଲିଗଲା। ଏ ଘଟଣା ସେଇ ପୁଅମାନେ ଦେଖିବା ଦରକାର, ଯିଏ କିଛି ସମ୍ପତ୍ତି ପାଇଁ କେତେବେଳେ ବାପା ମାଆକୁ ଭାଗ ଭାଗ କରନ୍ତି, ତ କେତେବେଳେ ବୃଦ୍ଧା ଆଶ୍ରମରେ ନେଇ ଛାଡ଼ି ଦିଅନ୍ତି। ଯେଉଁଠି ବାପା ପୁଅର ମୃତ୍ୟୁକୁ ସହି ନ ପାରି ନିଜେ ମରିଯାଉଛି, ସେଇ ଦୁନିଆର କିଛି ପୁଅ ବୋଧେ ବାପାର ମହତ୍ତ୍ୱକୁ ଠିକ୍ରେ ବୁଝିପାରୁନାହାନ୍ତି। ଆଉ କେତେ ପୁଅ ଅଛନ୍ତି ବିଦେଶରେ ରହି ଡଲାର ଗଣୁଛନ୍ତି, ହେଲେ ବାପାର ମୃତ୍ୟୁ ପରେ ବି ସୁଧ ହେବାକୁ ଆସିପାରୁନାହାନ୍ତି। କାହିଁକି ନା ତାଙ୍କ ପାଖରେ ବାପା ପାଇଁ ଟିକିଏ ବି ସମୟ ନାହିଁ। ଏ ବାପ ପୁଅର ହୃଦୟ ବିଦାର ଘଟଣା ଯଦି ସେମାନଙ୍କ ପାଖରେ ପହଞ୍ଚେ, ଥରେ ବାପା ଶବ୍ଦର ଅର୍ଥ କ'ଣ, ତାହେଲେ ବୋଧହୁଏ ଟିକେ ବୁଝିପାରନ୍ତେ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଆ।